APAR-ID फुल फॉर्म होउची ऑटोमेटेड परमानेंट एकेडमिक अकाउंट रजिस्ट्री। Permanent academic account registry is a specified identification system designed for all students on IDEA. This invited is a part of the One Student ID program launched by the government allegation with the new National Education Policy of 2020. ये चित्र रे तुम्हें कौन सब देखुछ? दीदी हमको चित्रटा दिसुनी ଟିକେ ଦେଖେଇ ଦିଅନ୍ତୁ। चित्रटा ଦେଖେଇ ଦଉଛି ଦେଖ କି ଦେଖ ଏଇଟା ଦେଖିଲ ଚିତ୍ରଟି ରେ ଗାଁ ରେ କେମିତି ପିଲାମାନେ ଖେଳୁଛନ୍ତି, କୁକୁଡ଼ାଟି ଖାଉଛି, ଏଇଠି ଜେଜେବାପା ଖଟରେ ବସିଛନ୍ତି, ତାଙ୍କ ସାଙ୍ଗରେ ଚୁନୁମୁନୁ ବସିଛନ୍ତି, ଆଉ ଜଣେ ଜେଜେ କଥା ହଉଛନ୍ତି। ବଢ଼ିଆ ହେଇଛି ପରିବେଶଟା, ପରିଷ୍କାର ପରିଚ୍ଛନ୍ନ ହେଇଛି। ଆଜ୍ଞା ଦିଦି ଭଲ ଲାଗୁଛି ନା ନାଇଁ? ଭଲ ଲାଗୁଛି। ଆଚ୍ଛା କୁକୁଡ଼ା ଦିଟି କ'ଣ କରୁଛନ୍ତି? କୁକୁଡ଼ା ଦି ଜଣ ଦାନା ଖାଉଛନ୍ତି। ଦାନା ଖାଉଛନ୍ତି, ଜେଜେ ଏଠି ବୋଧେ ଦାନା ଦଉଛନ୍ତି, ସେଥିପାଇଁ ଦାନା ଖାଉଛନ୍ତି। ଏଇ ବଗୁଲିଆ ପିଲା କ'ଣ କରୁଛନ୍ତି? ଆଉ ଏଠି ଗାଈଟି କ'ଣ କରୁଛି? ଗାଈ ଦାନା ଖାଏ। କ'ଣ ଖାଏ? ଦାନାରେ କ'ଣ ଖାଏ? ତୋରାଣି ପିଏନି? ପରିବା ଚୋପା। ଆଉ ମିତା ଏଠି କ'ଣ କରୁଛି? ମିତା କିଟକିଟ କରୁଛି। ଆଉ ଜଣେ ସେଠି ସ୍ତ୍ରୀ ଲୋକ କ'ଣ ବିକୁଛନ୍ତି ବୋଧେ, ଦେଖିଲ ପିଲେ କ'ଣ ବିକ୍ରି କରି ନଉଛନ୍ତି? ନା ଶାଗ ଲେଖା ଦେଖାଉ, ଦେଖିଲ ଶାଗ ବିକାଳି। ଆଉ ପିଲାମାନେ ଦିଟା ଖଟରେ ବସି କ'ଣ କରୁଛନ୍ତି? ଜେଜେଙ୍କ କଥା ଶୁଣି, ମାନେ ବଡର ଭାରି ବଗୁଲିଆ ଦୁଷ୍ଟ, ଜେଜେଙ୍କ କଥା ଶୁଣୁଛନ୍ତି ନ ପାଠ ପଢି। ଜେଜେ ଦେଖିନାହାନ୍ତି, ଦେଖିଲେ କ'ଣ କରିବେ? ରାଗିବାରେ ପାଠ ପଢିବାକୁ ଯାଅ, କିନ୍ତୁ ସବୁ ପଛରେ ବସିଛନ୍ତି, କାଳେ ଜେଜେ ଦେଖିଦେବେ। ଆଉ ଦେଖିଲ ଘର ଦ୍ୱାରେ ଗୋଟେ ବଢିଆ ମାଟିର ପାତ୍ର ଥୁଆ ହେଇଛି, ସେଥିରେ କ'ଣ ଅଛି କହିଲ? ଥଣ୍ଡା ପାଣି, ମାଠିଆର ପାଣି ଦେହ ପାଇଁ ବହୁତ ସୁସ୍ଥ। ଆଉ ଗାଁରେ ତ ଆଉ ଫ୍ରିଜର ବ୍ୟବସ୍ଥା ନଥିବ, କାରଣ ଲାଇନ୍ ବାର କଟୁଥିବ, ସେଥିପାଇଁ ମାଠିଆ ପାଣିକି ସିଏ ବ୍ୟବହାର କରୁଛନ୍ତି। ଥଣ୍ଡା ଲାଗେ, ଭଲ ବି ଲାଗେ ମାଠିଆ ପାଣିଟା। ଦିଦି ବୋଧେ ଏଇଟା ଖରା ଦିନର ଦୃଶ୍ୟ। ହଁ ଖରା ଦିନର ଦୃଶ୍ୟ, କାରଣ ମାଠିଆର ପାଣି ଥୁଆ ହେଇଛି, ସେଥିପାଇଁ ଖରା ଦିନର ଦୃଶ୍ୟ ପରି ଲାଗୁଛି। ଆଉ ପିଲାଟି ଗଞ୍ଜି ପିନ୍ଧିଛି, କାରଣ ଗଞ୍ଜିଟେ ପିନ୍ଧିଲେ ଘରେ ବସିଲେ ଭାରି ଗରମ ହବ, ଗଞ୍ଜିଟି ପିନ୍ଧି ବାହାରେ ବସି ଖଟରେ ବସିଛନ୍ତି ନା, ବାହାର ଖଟରେ। ସେମାନେ ତାଙ୍କର ସେଟା ଅଭ୍ୟାସ। ଯିଏ ପଗଡ଼ି ରାଜସ୍ଥାନ ଲୋକମାନେ ସେ ଯାହା ବି ହେଲେ ପଗଡ଼ି ପିନ୍ଧିବେ, ତାଙ୍କର ସେଟା ଅଭ୍ୟାସ ମୂଳରୁ। ସେଟା ଗୋଟେ ରାଜସ୍ଥାନ ଦୃଶ୍ୟ ପରି ଲାଗୁଛି, କାରଣ ସ୍ତ୍ରୀ ଲୋକ ଜଣକ ଘାଗରା ଚୋଲି ପିନ୍ଧିଛନ୍ତି। ଆଉ ଭଲ ଲାଗୁଛି। ତଥାପି ତାଙ୍କ ଗାଁଟି କେତେ ପରିଷ୍କାର ପରିଚ୍ଛନ୍ନ, ଏଥିରୁ ଆମେ ବହୁତ କିଛି ଜାଣିଲେ। ଗାଈ ହେଉଛି ଗୃହପାଳିତ ପଶୁ। କୁକୁଡ଼ା ପଟା ପଡିନି।
ଖଟିଆଟା ହଉଛି ଯୋଉ ଆଗରୁ କଣ ଯୋଉ ସୂତା ଦଉଡ଼ିଆ ଖଟିଆ, ସେଇ ଦଉଡ଼ିଆ ଖଟିଆ ଇଏ ବାହାରେ ଯେତେବେଳେ ଗରମ ଫରମ ହେଲେ ଲୋକ ବାହାରକୁ ନେଇ ଆସନ୍ତି ପକେଇକି ବସନ୍ତି। ଗୃହପାଳିତ ପକ୍ଷୀ କୁକୁଡ଼ା ଅଛି। କୁକୁଡ଼ା ଅଛି, ଗୃହପାଳିତ ପକ୍ଷୀ। ଆଜ୍ଞା। ଆଉ ସେ କୁକୁଡ଼ା ଭିତରେ ଦିଟା ଯାକ ଡିଫରେନ୍ସ ଅଛି। କୁକୁଡ଼ା ଗୋଟେ ଚୂଳ ଅଛି, ଗୋଟେ ନାଇଁ। ଗଞ୍ଜା, ଗୋଟେ ବୋଧେ ପେଣ୍ଟି ବୋଧେ। ଆଜ୍ଞା। କୁକୁଡ଼ା ମାଇ ଆଉ ଅଣ୍ଡିରା କୁକୁଡ଼ା ଦିଟା ଖେଳୁଛନ୍ତି। ଦିଟା ଅଲଗା ଅଲଗା ଅଛନ୍ତି। ଆଉ କଣ ଦେଖୁଛ ବିଲେଇ? ମ୍ୟାଡାମ ଗଞ୍ଜା ଅଣ୍ଡା ଦିଏ? ଗଞ୍ଜା ଅଣ୍ଡା ଦିଏକି ବିଲେଇ? କାହିଁ ଦିଏ ନା? କାରଣ ସିଏ ହଉଛି ପୁରୁଷ ଆଉ ପେଣ୍ଠିଟି ହଉଛି ମାଇ। ତେଣୁକରି ପୁରୁଷଟି ଅଣ୍ଡା ଦିଏନି, ମାଇ କୁକୁଡ଼ାଟି ଅଣ୍ଡା ଦିଏ। ଜଣଙ୍କ ପରେ ଜଣେ କହିବ, ଜଣେ କହିଲା ବେଳେ ଆଉ ଜଣେ କହିବନି। କେତୋଟି ପ୍ରଶ୍ନ ମୋର ପଚାରୁଛି। ଏହି ଚିତ୍ରରେ ତୁମେ ସବୁ କଣ ଦେଖୁଛ? ହାତ ଟେକ। ମୁଁ କହିବି ଏଇ ଚିତ୍ରରେ ଦି ଜଣ ବୁଢ଼ା ଲୋକ ବସିଛନ୍ତି ମୁଣ୍ଡରେ ପଗଡ଼ି ବାନ୍ଧିକିରି, ଆଉ କୁକୁଡ଼ା ଅଛନ୍ତି, ଆଉ ଛୋଟ ପିଲାମାନେ ଅଛନ୍ତି, ଗାଈ ଅଛି, ମାଠିଆ ଅଛି, ଆଉ ଗୋଟେ ଛୋଟ ଝିଅଟେ ଅଛି, ଗୋଟେ ସ୍ତ୍ରୀ ଲୋକଟେ କ'ଣ ଗୋଟେ ଶାଗ ବିକ୍ରି କରୁଛି, ବହୁତ ଜିନିଷ ଅଛି ଚିତ୍ରରେ। ଏ ଚିତ୍ରରେ ଦେଖିକି କୁହ କେଉଁମାନେ କଥା ହେଉଛନ୍ତି? ହାତ ଟେକ ବିଲେଇ। ସେ ବୁଢ଼ା ଲୋକ ଦି ଜଣ କଥାବାର୍ତ୍ତା ହେଉଛନ୍ତି ଜେଜେବାପା କି ଅଜା, ପିଲା ଦି ଜଣ ବି ଅଛନ୍ତି, ତାଙ୍କ କଥା କୁହ। କେଉଁମାନେ ଖେଳୁଛନ୍ତି? ଚିତ୍ରଟି ଦେଖିକି କୁହ କେଉଁମାନେ ଖେଳୁଛନ୍ତି? ହାତ ଟେକ, ହାତ ଟେକ। ଏପଟେ ଝିଅଟି ହାତ ଟେକୁନି ଜମା। ଦେଖିଲେ ପୁଅ ଖେଳୁଛନ୍ତି। ଚିତ୍ରରେ ଗାଈଟି କ'ଣ କରୁଛି? ଗାଈଟା ଠିଆ ହେଇଛି, ଖାଇବା ପାଇଁ ଯାଉଛି। ଆଉ ଗୋଟିଏ ପ୍ରଶ୍ନ ସେ ଚିତ୍ରକୁ ନେଇ, କୁକୁଡ଼ା ଆଉ ଗଞ୍ଜା କ'ଣ କରୁଛନ୍ତି? ଦାନା ଖାଉଛନ୍ତି ଖୁଣ୍ଟିକିରି। ବଢ଼ିଆ ଉତ୍ତର ଦେଲେ। ସମସ୍ତଙ୍କୁ ଧନ୍ୟବାଦ। ଘଡ଼ି ବାଜା ବଜାଏ ମେଘ, ବିଜୁଳି ଆସଇ ଧରାକୁ ଆଗ, ଝର ଝର ଝରେ ବରଷେ ପାଣି, ହସି ଉଠେ ଆମ ଧରଣୀ ରାଣୀ, ରୁମ୍ ଝୁମ୍ ନାଚେ ବେଙ୍ଗୁଲି ନାନୀ, ବେଙ୍ଗ ତାଳ ଦେଲା ତା ଧିନା ଧିନି। ସେ ପାଣି। ବରଷେ ପାଣି। ଘଡ଼ଘଡ଼ି ବାଜା ବଜାଏ ମେଘ, ଘଡ଼ଘଡ଼ି ବାଜା ବଜାଏ ମେଘ, ବିଜୁଳି ଆସଇ ଧରାକୁ ଆଗ, ବିଜୁଳି ଆସଇ ଧରାକୁ ଆଗ, ଝର ଝର ଝରେ ବରଷେ ପାଣି, ଝର ଝର ଝରେ ବରଷେ ପାଣି, ହସି ଉଠେ ଆମ ଧରଣୀ ରାଣୀ, ହସି ଉଠେ ଆମେ ଧରଣୀ ରାଣୀ, ରୁମ୍ ଝୁମ୍ ନାଚେ ବେଙ୍ଗୁଲି ନାନୀ, ଟୁମ୍ ଝୁମ୍ ନାଚେ ବେଙ୍ଗୁଲି ନାନୀ, ବେଙ୍ଗ ତାଳ ଦେଲା ତା ଧିନା ଧିନି। ବେଙ୍ଗ ତାଳ ଦେଲା ତା ଧିନା ଧିନି। ଘଡ଼ଘଡ଼ି ବାଜା ବଜାଏ ମେଘ, ବିଜୁଳି ଆସଇ ଧରାକୁ ଆଗ, ଝର ଝର ଝରେ ବରଷେ ପାଣି, ହସି ଉଠେ ଆମ ଧରଣୀ ରାଣୀ, ରୁମ୍ ଝୁମ୍ ନାଚେ ବେଙ୍ଗୁଲି ନାନୀ, ବେଙ୍ଗ ତାଳ ଦେଲା ତା ଧିନା ଧିନି। ବିଜୁଳି ଆସଇ ଧରାକୁ ଆଗ, ଝର ଝର ଝରେ ବରଷା ପାଣି, ହସି ଉଠେ ଆମ ଧରଣୀ ରାଣୀ, ରୁମ୍ ଝୁମ୍ ନାଚେ ବେଙ୍ଗୁଲି ନାନୀ, ବେଙ୍ଗ ତାଳ ଦେଲା ତା ଧିନା ଧିନି। ତାପରେ ଦୁଇ ପଦ। ବାଜା ବଜାଏ ମେଘ, ବିଜୁଳି ଆସଇ ଧରାକୁ ଆଗ, ଝର ଝର ଝରେ ବରଷା ପାଣି, ହସି ଉଠେ ଆମ ଧରଣୀ ରାଣୀ, ରୁମ୍ ଝୁମ୍ ନାଚେ ବେଙ୍ଗୁଲି ନାନୀ, ବେଙ୍ଗ ତାଳ ଦେଲା ତା ଧିନା ଧିନି। ତାପରେ ସମ୍ପୂର୍ଣ୍ଣ, ତାପରେ ଆମେ ବାକ୍ୟ ପୂରଣ କରିବା। ହଁ। ଆଚ୍ଛା ଦିଦି ଦେଖନ୍ତୁ ଆପଣ କୋଉ ଦାୟିତ୍ୱ? ଘଡ଼ଘଡ଼ି ବାଜା ବଜାଏ ବଜାଏ ମେଘ, ମେଘ, ବିଜୁଳି ଆସଇ ଧରାକୁ ଆଗ, ଝର ଝର ଝରେ ବରଷେ ପାଣି, ହସି ଉଠେ ଆମ ଧରଣୀ ରାଣୀ, ରୁମ୍ ଝୁମ୍ ନାଚେ ବେଙ୍ଗୁଲି ନାନୀ, ବେଙ୍ଗ ତାଳ ଦେଲା ତା ଧିନା ଧିନି। ମୟୂର ହେଉଛି ଭାରତର ଜାତୀୟ ପକ୍ଷୀ। ତା ରଙ୍ଗରଙ୍ଗିଆ ଦେହ କେତେ ସୁନ୍ଦର ନ ଲାଗେ ସତରେ। ମୟୂର ଯେତେବେଳେ ତା ପୁଚ୍ଛ ମେଲାଇ ଛିଡ଼ା ହୁଏ ସେ ଆହୁରି ସୁନ୍ଦର ଦିଶେ। ବର୍ଷା ଋତୁରେ କଳାମେଘ ଦେଖିଲେ ସେ ପୁଚ୍ଛ ମେଲାଇ ନାଚ କରେ। ସମୟ ଆସିଲେ ମୟୂର ତା ପରକୁ ନିଜ ଦେହରୁ ଛାଡ଼ିଦିଏ। ସେଥିପାଇଁ ତାକୁ ଉପାଡ଼ିବା ଦରକାର ପଡ଼େ ନାହିଁ।
ପରକୁ ଘରେ ରଖନ୍ତି। ଘର ସଜାଇବା କାମରେ ତାହା ବ୍ୟବହାର ହୁଏ। ମୟୂର ଘାସ ଓ କୀଟ ପତଙ୍ଗ ଆଦି ଖାଇଥାଏ। ସେ ସାପ ଓ ଝିଟିପିଟିକୁ ମଧ୍ୟ ଖାଏ। ମା ରୋଶନକୁ ସେଓ ଆଣିବା ପାଇଁ ବଜାରକୁ ପଠାଇଲେ। ରାସ୍ତା କଡ଼ରେ ପିଲାଟିଏ ଯାଦୁ ମଞ୍ଜି ବିକୁଥିଲା। ସେ ରୋଶନକୁ କହିଲା, ତୁମେ ଯେଉଁ ଫଳ ଚାହୁଁଛ ସେହି ମଞ୍ଜିଟି ଏଥିରୁ ନେଇଯାଅ। ରୋଶନ ପିଲାଠାରୁ ସେଓ ମଞ୍ଜି କିଣି ଆଣିଲା। ପୁଅ ଆସିଲା ପରେ ମା ତା ଖାଲି ହାତକୁ ଦେଖିଲେ। ପଚାରିଲେ, କିରେ ସେଓ କାହିଁ? ରୋଶନ ହାତ ଖୋଲି ସେଓ ମଞ୍ଜିଟି ଦେଖାଇଲା। ମା ରାଗିଯାଇ କହିଲେ, ଏଥିରୁ କ'ଣ ସେଓ ଫଳିବ? ସେ ମଞ୍ଜିଟିକୁ ବାହାରେ ଫିଙ୍ଗିଦେଲେ। ଦେଖୁ ଦେଖୁ ସେଠାରେ ସେଓ ଭର୍ତ୍ତି ଗଛଟିଏ ହୋଇଗଲା। ଏଥର ମା ପୁଅଙ୍କ ଖୁସି କହିଲେ ନ ସରେ। ଋତୁ ମଧ୍ୟରୁ ଗ୍ରୀଷ୍ମ ଗୋଟିଏ ଋତୁ ଅଟେ। ଏହା ସାଧାରଣତଃ ମାର୍ଚ୍ଚରେ ଆରମ୍ଭ ହୁଏ ଏବଂ ଜୁନରେ ଶେଷ ହୁଏ। ଗ୍ରୀଷ୍ମ କାଳରେ ପ୍ରକୃତରେ ବହୁତ ଗରମ ହୁଏ। ତୁମେ ଅପସନ୍ 1 ବାରମ୍ବାର ଗାଧୋଇବା ଉଚିତ, 2 ସୂତା ପୋଷାକ ପିନ୍ଧିବା ଉଚିତ, 3ରେ ହାଲୁକା ରଙ୍ଗର ପୋଷାକ ପିନ୍ଧିବା ଉଚିତ, 4ରେ ଅଧିକ ଗରମ ହେଲେ ଘର ଭିତରେ ରହିବା ଉଚିତ, 5 ବହୁତ ପାଣି ପିଇବା ଉଚିତ, 6 ତାଜା ଫଳ ଏବଂ ପନିପରିବା ଖାଇବା ଉଚିତ, ବହୁତ ଗରମ ଲାଗିଲେ କାମରୁ ବିରତି ନେବା ଏବଂ ଆରାମ କରିବା ଉଚିତ। ଗ୍ରୀଷ୍ମ ଋତୁକୁ ଉପଭୋଗ କର। ଡାହାଣ ପଟେ ଗଲେ ABCD, ବେଳେବେଳେ ଯଦି କୋଶ୍ଚିନ୍ ପଡ଼ିଗଲା କ'ଣ ତଳୁ ତଳେ ABCD, ତାହେଲେ ତାକୁ ବି ପିଲା ଲକ୍ଷ୍ୟ କରିବେ। ପିଲା ଆଗେ ପ୍ରଶ୍ନଟା ପଢ଼ିବ, ସେଠି କ'ଣ ପ୍ରଶ୍ନ ଦେଇଛି, ଆମକୁ ତାଙ୍କୁ କ'ଣ କରିବାକୁ ପଡ଼େ ଚିନ୍ତା କରିବାକୁ ପଡ଼ିବ। ଖୋଜିବା ଜାରି ରଖିବା ଉଚିତ। ବିରେ ମଣିଷମାନେ ଅନ୍ୟ ଗ୍ରହଗୁଡ଼ିକୁ ଖୋଜିବା ଜାରି ରଖିବା ଉଚିତ। ସି ମଣିଷମାନେ ଅନ୍ୟ ଗ୍ରହକୁ ଖୋଜିବା ଜାରି ରଖିବା ଉଚିତ। 4 ଅନୁଚ୍ଛେଦର କେଉଁ ବିଷୟରେ କୁହାଯାଇଛି? ଆମେ ଭବିଷ୍ୟତରେ ନୂତନ ଜ୍ଞାନ ପାଇପାରିବା। ବିରେ କିଛି ଗ୍ରହ ଗ୍ୟାସରେ ତିଆରି କରିପାରିବା। କିଛି ଅନ୍ୟ ଗ୍ରହ ଗୁଡ଼ିକରେ ଜୀବନ ଥାଇପାରେ। ଆମେ ଭବିଷ୍ୟତରେ ପୃଥିବୀରେ ନା ଗଛ ବଢ଼ିବାରେ ସାହାଯ୍ୟ କରିବା ପାଇଁ ତାଙ୍କ ଅଣ୍ଡା ସୁରକ୍ଷିତ ରହିବ। ଗଛକୁ ସଜେଇବା। ନିଜର ଧୂସର ରଙ୍ଗ ପାଇବା ପାଇଁ ତୁମେ କେଉଁ 2ଟି ରଙ୍ଗ ମିଶାଇବା ଉଚିତ? ବାଇଗଣୀ ଓ କମଳା, କଳା ଓ ଧଳା, ଲାଲ ଓ ନୀଳ। କେଉଁଟି ସରଞ୍ଜନାକୁ ସମ୍ପୂର୍ଣ୍ଣ କରିବ? ମୁଁ ଆଉ କ'ଣ କରିବି? ମୋର 6 ଆପଣ ଜିତିଲେ। ଗୋଟିଏ କୋଠରୀରେ ଦେଖୁଛନ୍ତି ସମାନ ଭାବରେ